ଯେ ଆଜ୍ଞା ଦେଖିବା ହୋମ୍ ବିଭାଗ ଅଣ୍ଡରରେ ସବୁ କିଛି ପରିଚାଳନା କରାଯାଏ, ସବୁ କିଛି ହୋମ୍ ଡିପାର୍ଟମେଣ୍ଟ ଅଣ୍ଡରରେ ଥାଏ। କିନ୍ତୁ ବର୍ଡର ଗୁଡାକରେ ଦେଖିବେ ବାହାର ଛତିଶଗଡ଼ ହଉ ଆନ୍ଧ୍ର ହଉ ସେମାନେ ଦିଟା ତିନିଟା ଲେଖା ଗାଁ ମାଡି ଆସିଲେଣି। ଏଇଟା ସରକାରଙ୍କ ନଜରକୁ ଆସୁନି କି ସରକାରଙ୍କୁ କିଛି ପ୍ରଭାବ ପଡୁନି, ତାକୁ ଲୋକମାନେ ହନ୍ତସନ୍ତ ହଉଛନ୍ତି। ୟାକୁ ଆପଣ କେମିତି ଦେଖୁଛନ୍ତି? ଏଇ ମାସରେ ଗଣ୍ଡଗୋଳ ଜାଣିକିରି ଅତ୍ୟଧିକ ଉଗ୍ର ରୂପ ଧରିଛି। କୋଟିଆରେ ଏସ୍ଆଇଆର୍ ଆମର ଏଇ ଯେଉଁ ଆରମ୍ଭ ହେଇଛି, ଯେଉଁ ବିଏଲ୍ଓ ମାନେ ଯାଇଥିଲେ ସେଠିକି ଜନଗଣନା କରିବା ପାଇଁ, ଘରର ଯେଉଁ ଚିହ୍ନଟ କରୁଥିଲେ, ସେଠି ସେ ଗାଁର ଟୋଟାଲ ହେଉଛନ୍ତି 22ଟା ପରିବାର। 22ଟା ପରିବାରରୁ 7ଟା ପରିବାର ହେଉଛନ୍ତି ଓଡ଼ିଶା ସପକ୍ଷରେ, 15ଟା ପରିବାର ହେଉଛନ୍ତି ଆନ୍ଧ୍ର ସପକ୍ଷରେ। ସେ 15ଟା ପରିବାର ଆନ୍ଧ୍ରର ଯେଉଁ କର୍ମଚାରୀମାନେ ଆସୁଛନ୍ତି ତାଙ୍କୁ ଘରେ ବସେଇକି ଖାଇବାକୁ ଦେଉଛନ୍ତି ଏବଂ ତାଙ୍କ ତରଫରୁ ବି ତାଙ୍କଠୁ ବି ସବୁ କାର୍ଡ଼ ନେଉଛନ୍ତି ଏବଂ ଜନଗଣନା କାର୍ଯ୍ୟରେ ବି ସେମାନେ ତାଙ୍କୁ ସହଯୋଗ କରୁଛନ୍ତି। ଏବଂ ଏ 7ଟା ପରିବାର ଆମର ଯେ ଓଡ଼ିଶାର ଅଛନ୍ତି ସେମାନେ ଓଡ଼ିଶା ସପକ୍ଷରେ ଅଛନ୍ତି। ଏଇ ଯେଉଁ ଡିଭାଇଡ୍ ହେଇଛି, ଏଇଟା କିଏ ଡିଭାଇଡ୍ କରେଇଛି? ଏବଂ ଆମର ସରକାରୀ ଅଫିସର ମାନେ ଯାଉଛନ୍ତି, ଯେଉଁମାନେ ଯାଇ ବୁଝେଇ ସୁଝେଇ ଆସୁଛନ୍ତି, ତମେ ବୁଝେଇବାକୁ ଯାଉଛ, ତମେ ଆକ୍ସନ ନେଇପାରୁନା। ଗଜପତି ଜିଲ୍ଲାରେ ସେମିତି 7ଟା ଗାଁ, 7ଟା ଗାଁରେ ଆନ୍ଧ୍ରବାଲା ପଶିକିରି ନାଟକ କରିଛନ୍ତି ଏବଂ ଓଡ଼ିଶାର ଯେଉଁ ଅଛି, ଯେଉଁ ହୋର୍ଡିଂ ଫୋର୍ଡିଂ ଲଗା ହେଇଥିଲା ତାକୁ ଉପାଡ଼ିକିରି ଫୋପାଡ଼ି ଦେଇଛନ୍ତି। ତମେ ଆମ ଜିଲ୍ଲାପାଳ, ଉପଜିଲ୍ଲାପାଳ ଯାଉଛନ୍ତି, ଜିଲ୍ଲାପାଳ ଯାଇପାରିବେନି, ଏସ୍ପି ଯାଇପାରିବେନି। ଉପଜିଲ୍ଲାପାଳ ଯାଇକିରି ସେଠି ବୁଝେଇକିରି ଆସୁଛନ୍ତି ଏବଂ ଆନ୍ଧ୍ର ଅଧିକାରୀ କି ତଡୁଛନ୍ତି। ଉପଜିଲ୍ଲାପାଳ ଏ କାମ। ଏ 2ଟା ଜିଲ୍ଲାକୁ ଛାଡ଼ିକିରି ସେଠି ଭୋଗରାଇରେ, ବାଲେଶ୍ୱରରେ 22ଟା ଗାଁକୁ ସେମାନେ ତାଙ୍କର ବର୍ଡରକୁ 7-8 କିଲୋମିଟର ଭିତରକୁ ପଶିକିରି କହୁଛନ୍ତି ଏଟା ଆମ ଏରିଆ, ୱେଷ୍ଟବେଙ୍ଗଲ ବାଲା। ତମେ ତାକୁ ଫାଇନାଲ କରିପାରୁନା। ବର୍ଡର ଜିଲ୍ଲା ଗୁଡ଼ାକ ଏଇ ଅବସ୍ଥାରେ। ଝାରସୁଗୁଡ଼ାରେ ଆମର ଓଡ଼ିଆ ଲୋକ ବି ହିନ୍ଦୀ କହିଲେଣି, ଭାଷା ପ୍ରୋବ୍ଲେମ ହେଲାଣି। ଓଡ଼ିଆ ଭାଷା ସେଠି ବିପଦରେ ଅଛି। ରାଉରକେଲାଠୁ ଆରମ୍ଭ କରି ଝାରସୁଗୁଡ଼ା, ସେପଟେ ସୁନ୍ଦରଗଡ଼, ସବୁ ଓଡ଼ିଆ ଲୋକ ହିନ୍ଦୀ କହୁଛନ୍ତି। ନୂଆପଡ଼ାରେ ସେମିତି 3-4ଟା ଗାଁ, ନୂଆପଡ଼ା ଆଉ ନବରଙ୍ଗପୁରର 3-4ଟା ଗାଁକୁ ଛତିଶଗଡ଼ ମାଡ଼ି ବସିଛି। ସେ ଆଜି ପର୍ଯ୍ୟନ୍ତ ସମାଧାନ ହେଇପାରୁନି ଏବଂ ସେ ଲୋକମାନେ ଛତିଶଗଡ଼ କି ଓଡ଼ିଶାର ଆଜି ପର୍ଯ୍ୟନ୍ତ ସେମାନେ କହିପାରୁନାହାନ୍ତି। ମୁଁ ନିଜେ ଯାଇଛି ସେ ଜାଗାକୁ, ସେ ଜାଗାରେ ମୁଁ ନିଜେ ଯାଇକିରି ପହଞ୍ଚିଛି। ଏ ଗତ ବାଇ ଇଲେକ୍ସନରେ ଯାଇଥିଲି ଏବଂ ସେ ନୂଆପଡ଼ା ନବରଙ୍ଗପୁର ସେଇ ଅଞ୍ଚଳକୁ ଗଲି। ସିଏ ନିଜେ ଗାଁ ଲୋକ କହୁଛନ୍ତି, ସାର୍ ଆମେ କାହାର? ଆମେ ଛତିଶଗଡ଼ର ନା ଓଡ଼ିଶାର? ଆମେ କାହାକୁ ଭୋଟ ଦଉ? ସେ କହୁଛନ୍ତି ଭୋଟ ଦିଅ ଆମକୁ, ସେ କହୁଛନ୍ତି ଭୋଟ ଦିଅ ଆମକୁ। ଭୋଟ ବେଳେ ସବୁ ପ୍ରୋବ୍ଲେମ ସଲ୍ଭ। ଆମ ଅଲଗା ଟାଇମ୍ରେ ନା ଡେଭଲପମେଣ୍ଟ କାମ ହେଇପାରୁଛି, ସେମାନେ ଛତିଶଗଡ଼ ବାଲା କହୁଛନ୍ତି ତମେ ଓଡ଼ିଶା ବାଲା କରିବେ, ଓଡ଼ିଶା ବାଲା କହୁଛନ୍ତି ଛତିଶଗଡ଼ ବାଲା କରିବେ। ଡେଭଲପମେଣ୍ଟ କାମ ବି ହେଇପାରୁନି ସେ ଗାଁ ଗୁଡ଼ାକରେ। ଓଡ଼ିଶା ସରକାରଙ୍କୁ ମୋର ନିବେଦନ, ଦୟାକରି ବର୍ଡର ଜିଲ୍ଲା ଗୁଡ଼ିକର ସମସ୍ୟାକୁ ସମାଧାନ କରନ୍ତୁ। ଆପଣ ସାଉଥ ଓଡ଼ିଶାର ଯେକୌଣସି ଗାଁକୁ ଯିବେ, ପଶିବେ, ସେଠି ତେଲୁଗୁ ଭାଷାଭାଷୀ ଆମ ଓଡ଼ିଆ ଲୋକ ତେଲୁଗୁ କହିବା ଆରମ୍ଭ କଲେଣି। ଭୋଗରାଇରେ ସେପଟେ ଜଳେଶ୍ୱର, ବାଲେଶ୍ୱର ସେପଟରେ ଆପଣ ଦେଖିବେ ସେଠି ବାଂଲାଦେଶୀ ମାନେ ପଶିକିରି ସେଠି ଯାହା କରୁଛନ୍ତି ଆପଣ ତାର ନ କହିବା ଭଲ। 22ଟା ଗାଁ ଜଳେଶ୍ୱରର, ବାଲେଶ୍ୱରର, ଭୋଗରାଇ ଅଞ୍ଚଳର 22ଟା ଗାଁକୁ ୱେଷ୍ଟବେଙ୍ଗଲ ମାଡ଼ି ବସିଛି ଏବଂ କହୁଛି ସେଠୁ ବାଲି ଆମେ ଉଠେଇବୁ, ଅଲବତ ଉଠେଇବୁ। ଜବରଦସ୍ତ ସେଠି ବାଲି ମାଫିଆ ମାନେ କାମ କରୁଛନ୍ତି, କହୁଛନ୍ତି ଏଗୁଡ଼ା ସବୁ ଆମର ୱେଷ୍ଟବେଙ୍ଗଲ ଗାଁ, ଏଟା ଓଡ଼ିଶାର ନୁହେଁ। ସେଇ ଗଣ୍ଡଗୋଳ ଏବେ ଚାଲିଛି। ତମେ ଯାଇକି ତାଙ୍କ ବାଲି ଗାଡ଼ି ସିଜ୍ କରୁଛ, କିନ୍ତୁ ସେମାନେ କହୁଛନ୍ତି ଗାଁ ଗୁଡ଼ିକ ଆମର ଏବଂ ଆମ ଏଇ ଜଳସୀମାଟା ଆମର, ତେଣୁ ଆମେ ଆମ ଅଞ୍ଚଳରୁ ବାଲି ଉଠଉଛୁ। ଅସୁବିଧା କୋଉଠି ରହିଲା? ତେଣୁ ସମାଧାନ କର। ଖାଲି ଏଇଠି ବସିକିରି ଭୁବନେଶ୍ୱର ରାଜନୀତି କରନ୍ତୁନି। ଓଡ଼ିଶା ଷ୍ଟେଟ୍ର ଯେତେ ବର୍ଡର ଡିଷ୍ଟ୍ରିକ୍ଟ ଗୁଡ଼ା ଅଛି ତାକୁ ଦେଖନ୍ତୁ। ଭାଷା ସମସ୍ୟା ବି ପ୍ରୋବ୍ଲେମ ହେଲାଣି। ଆମେ ଆମ ଓଡ଼ିଆ ଭାଷା ପାଇଁ କିଛି କରିବା ଦରକାର। ଯଦି ଝାରସୁଗୁଡ଼ା ଏତେ ଭିତରେ ଥାଇକିରି ଆମ ଓଡ଼ିଆ ଲୋକମାନେ ହିନ୍ଦୀ କହିବେ, ଆଠାରୁ ଲଜ୍ଜାକର ବିଷୟ ଆଉ କିଛି ନାହିଁ।